ଦର୍ଶକ ବନ୍ଧୁ ଦେଖିପାରୁଥିବେ ଇଏ ହେଉଛି ଅପେରା ଅଶୋକ ସମ୍ରାଟ ବର୍ତ୍ତମାନ ବି ଖଣ୍ଡଗିରି ଯାତ୍ରା ପାଇଁ ପ୍ରସ୍ତୁତି ପଥେ ତାର ଗେଟ୍ର ସାଜସଜ୍ଜା ଆରମ୍ଭ ହୋଇସାରିଲାଣି। ଆଜି ଶୁଭମୁକ୍ତି କରିବ ଅପେରା ଅଶୋକ ସମ୍ରାଟର ସୁପରହିଟ୍ ନୂଆ ନାଟକ ଅଧା ରହିଗଲା ଆମ କାହାଣୀ। ଦେଖିପାରୁଥିବେ ତାର ଟ୍ରକ୍ ଆସିଗଲାଣି, ଗେଟ୍ର ସାଜସଜ୍ଜା ଚାଲିଛି, ଅଳ୍ପ ସମୟ ମଧ୍ୟରେ ସମାପ୍ତ ହୋଇଯିବ। ଚାଲନ୍ତୁ ଦେଖିନେବା ଆଉ କିଛି ଗୁଡ଼ିଏ ଦୃଶ୍ୟ। ଆଜି କେଉଁ ପାର୍ଟି ଆସୁଛନ୍ତି ମୂଳରୁ ଶେଷ ପର୍ଯ୍ୟନ୍ତ ଜଡ଼ିତ ହୋଇ ରହିଥାନ୍ତୁ। ଏମିତି ନୂଆ ନୂଆ ଯାତ୍ରାର ଅପଡ଼େଟ୍ ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ K7 ସନ୍ତୋଷକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଦେଖିପାରୁଥିବେ ବହୁତ ସୁନ୍ଦର ଭାବେ ସାଜସଜ୍ଜା ଚାଲିଅଛି। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଆଶା କରୁଛି କି ଭଲ ଥିବେ, ଖୁସି ହେଇଥିବେ। ବର୍ତ୍ତମାନ ପାଇଁ ଆସନ୍ତୁ ଜାଣିବା ଖଣ୍ଡଗିରି ଯାତ୍ରା ଅପଡ଼େଟ୍। ଆଜି କୋଉ ପାର୍ଟି ଆସୁଛନ୍ତି, ଆସନ୍ତୁ ତାର ସବୁ ଡିଟେଲ୍ସ ଆପଣଙ୍କୁ ଜଣେଇ ପାରିବି। ମୂଳରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ। ଭଲ ଲାଗିଥିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆସନ୍ତୁ ଜାଣିନେବା। ତା ପରବର୍ତ୍ତୀ ଯାତ୍ରାପାଟି ଆସିଯାଇଛି କୋଣାର୍କ ଗଣନାଟ୍ୟ ସନାତନ ସେବା ସମିତି ଘାଟିକିଆ ଭୁବନେଶ୍ୱର ଯାତ୍ରା ପଡ଼ିଆ। ଦେଖନ୍ତୁ ଇଏ ହେଉଛି ବହୁତ ସୁନ୍ଦର ଭାବେ ତାର ସାଜସଜ୍ଜା କାର୍ଯ୍ୟକ୍ରମ ଚାଲିଛି, ଗେଟ୍ର କାର୍ଯ୍ୟକ୍ରମ ଚାଲିଛି। ଇଏ ହେଉଛି ଅପେରା ଅଶୋକ ସମ୍ରାଟର ଭିତର ପାର୍ଶ୍ୱର ଦୃଶ୍ୟ। ପେଣ୍ଡାଲ ଦେଖ କିଭଳି ଜବର ବଡ଼ ଆକାରରେ ହେଇଛି, ଲାଇଟର ସାଜସଜ୍ଜା ବି ହେଇଛି। ପଡ଼ିଆ ଗୁଡ଼ିକ ଦେଖନ୍ତୁ, ଚେୟାର ଗୁଡ଼ିକ ଚାରିପଟେ ବିଛା ଗଲାଣି। ଆପଣମାନେ ଟିକେଟ୍ କାଟି ଦେଖିପାରିବେ, ଆରି ଭିତରେ ଯାତ୍ରାର ଏନ୍ଜୟ କରିପାରିବେ। ବହୁତ ସୁନ୍ଦର ଭାବେ ସାଜସଜ୍ଜା ରହିଅଛି, ବହୁତ ସୁନ୍ଦର ଲାଗୁଛି। ଆପଣମାନେ ଆସନ୍ତୁ ଦର୍ଶକ ବନ୍ଧୁମାନେ, ଦେଖିପାରୁଥିବେ ଇଏ ହେଉଛି ତା ପରବର୍ତ୍ତୀ ଯାତ୍ରାନୁଷ୍ଠାନ ମା ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଯାତ୍ରା ପଡ଼ିଆରେ। ବର୍ତ୍ତମାନ ପାଇଁ ଯାତ୍ରା ସିଂହ ବାହିନୀ ତାର ଟ୍ରକ୍ର ପେଣ୍ଡାଲ ସାମଗ୍ରୀ ଗୁଡ଼ିକ ଆସିଗଲାଣି। ତାର ବି ଗେଟ୍ର ସାଜସଜ୍ଜା ଚାଲିଛି। ଦେଖନ୍ତୁ ବହୁତ ସୁନ୍ଦର ଭାବେ ସାଜସଜ୍ଜା ହେଇଛି। ଦେଖନ୍ତୁ କର୍ମଚାରୀ ଭାଇମାନେ କାମ କରୁଛନ୍ତି ବହୁତ ସୁନ୍ଦର ଭାବରେ। ଦେଖନ୍ତୁ କିଭଳି ଷ୍ଟିଲ୍ ଗେଟ୍। ଏପଟେ ତାର ପଚାର ଗାଡ଼ି, ଯାତ୍ରା ସିଂହ ବାହିନୀର ପଚାର ଗାଡ଼ି। ଏପଟେ ତାର ଟିକଟ କାଉଣ୍ଟର ଘର। ଆଉ ଏପଟେ ଦେଖିପାରୁଥିବେ ଗେଟ୍ର କାର୍ଯ୍ୟକ୍ରମ କିଭଳି ଚାଲିଛି ବହୁତ ସୁନ୍ଦର ଭାବରେ। ଚାଲନ୍ତୁ ଆପଣଙ୍କୁ ଆଉ କିଛି ତାର ଭିତର ପାର୍ଶ୍ୱର ଦୃଶ୍ୟ ଦେଖେଇବି, ପେଣ୍ଡାଲର କିଭଳି କାର୍ଯ୍ୟକ୍ରମ ଚାଲିଅଛି। ଦେଖନ୍ତୁ ଇଏ ହେଉଛି ଯାତ୍ରା ସିଂହ ବାହିନୀର ଭିତର ପାର୍ଶ୍ୱର ଦୃଶ୍ୟ। ପେଣ୍ଡାଲ ଗୁଡ଼ିକ ଦେଖନ୍ତୁ କି ମଝିରେ ଚାଲିଛି କାର୍ଯ୍ୟକ୍ରମ। ଦେଖନ୍ତୁ ଆଜି 6000 ଉପରେ ସିଟ୍ ପଡ଼ିଛି। ପୁରା ପ୍ରବଳ ଭିଡ଼ ରହିବ। ପିୟୁଷ ଭାଇ ଆଜି ଅଭିନୟ କରି ତାର ଏ ବର୍ଷ ନୂଆ ନାଟକ ତୁ ମୋ ବଜରଙ୍ଗୀ ବହୁତ ସୁନ୍ଦର ଭାବେ ଦେଖନ୍ତୁ ସାଜସଜ୍ଜା ହେଇଛି। ଦେଖନ୍ତୁ ବହୁତ ସୁନ୍ଦର ଭାବେ ସାଜସଜ୍ଜା ହେଇଛି। ଆପଣମାନେ ଆସନ୍ତୁ ଦର୍ଶକ ବନ୍ଧୁ, ଦେଖିପାରୁଥିବେ ଉପରେ କିଭଳି ଚାଲିଛି ପେଣ୍ଡାଲ ଲାଇଟର ସାଜସଜ୍ଜା। ଏପଟେ ଷ୍ଟେଜରେ ବି ସାଜସଜ୍ଜା ଚାଲିଛି। ଦେଖନ୍ତୁ ଚାରିପଟେ ଚେୟାର ବିଛାଯିବ। ବିଛା ଗଲେ ଆପଣମାନେ ବସିକି ନାଟକ ଉପଭୋଗ କରିପାରିବେ। ତାର ଏ ବର୍ଷର ସମ୍ପୂର୍ଣ୍ଣ ପାରିବାରିକ ନୂଆ ନାଟକ ତୁ ମୋ ବଜରଙ୍ଗୀ। ହଁ ଦର୍ଶକ ବନ୍ଧୁ, ଆଜି ହିଁ ଶୁଭମୁକ୍ତି କରିବ ଖଣ୍ଡଗିରି କୁମ୍ଭମେଳାରେ ବାଜିମାତ କରିବ ମା ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଯାତ୍ରା ପଡ଼ିଆରେ ତୁ ମୋ ବଜରଙ୍ଗୀ। ତାର ଏ ବର୍ଷର ସୁପରହିଟ୍ ନୂଆ ନାଟକକୁ ନେଇ ଆସୁଅଛି। ଏହି ପଡ଼ିଆରେ ବାଜିମାତ କରିବ, ବହୁ ଦର୍ଶକଙ୍କ ଭିଡ଼ରେ ଖଚାଖଚରେ ଆଗେଇ ଚାଲିବ ସେହି ଭାଇରାଲ ନାଟକ ତୁ ମୋ ବଜରଙ୍ଗୀ। ହଁ ଦର୍ଶକ ବନ୍ଧୁ, ଇଏ ଦେଖିପାରୁଥିବେ ଫାୟାର ସେଫ୍ଟି ଲାଗିଛି। ଦେଖନ୍ତୁ ଯାତ୍ରାରେ ସବୁ ଚାରିପଟେ ଲଗାଯାଇଛି ଫାୟାର ସେଫ୍ଟି, ଯେଭଳି କିଛି ଅସୁବିଧା ସମ୍ମୁଖୀନ ନ ହେବା ପାଇଁ ସେଇଭଳି ସବୁ ସେଫ୍ଟିର ସହିତ ଲଗାଯାଇଛି। ତାର ବକ୍ସ ଗୁଡ଼ିକ ବି ଲାଗିଗଲାଣି ଗୋଟିଏ ପରେ ଗୋଟିଏ। ଆଉ ତାର ସବୁ ଟ୍ରକ୍ ଗୁଡ଼ିକ, ପେଣ୍ଡାଲ ଉପକରଣ ଟ୍ରକ୍ ଗୁଡ଼ିକ ଆସିଗଲାଣି। ଏପଟେ ଟିଣ ଚାରିପଟେ ଲଗାଯିବ। ଦେଖନ୍ତୁ ଟ୍ରକ୍ଟି, ଦେଖନ୍ତୁ ଏବେ ହେଉଛି ପେଣ୍ଡାଲ ଟ୍ରକ୍। ଏପଟେ ବି ଆଉ ଗୋଟିଏ ଗେଟ୍ର ଟ୍ରକ୍ଟି ଅଛି। ଲାଇଟ୍ର ସାମଗ୍ରୀ ସବୁ ବ୍ୟବସ୍ଥା ଅଛି। ଦେଖନ୍ତୁ ବହୁତ ସୁନ୍ଦର ଭାବେ ସାଜସଜ୍ଜା ହୋଇଛି। ଦେଖନ୍ତୁ ଯାତ୍ରା ସିଂହ ବାହିନୀ ତାର ଗେଟ୍ର କାର୍ଯ୍ୟକ୍ରମ ସରି ଆସିବା ଉପରେ ହେଲାଣି। ଅଳ୍ପ ସମୟ ମଧ୍ୟରେ ସମାପ୍ତ ହୋଇଯିବ। ବହୁତ ସୁନ୍ଦର ନାଟକ ଆଜି ହାଇଲାଇଟ୍ କରିବ ତୁ ମୋ ବଜରଙ୍ଗୀ। ଅନୁସନ୍ଧାନ କରନ୍ତୁ, ଆଜି ଖଣ୍ଡଗିରି କୁମ୍ଭମେଳା ବାଜିମାତ କରିବ ତୁ ମୋ ବଜରଙ୍ଗୀ। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍, ସେୟାର, ସବସ୍କ୍ରାଇବ୍